11 କୋଟି ଟଙ୍କା ମୂଲ୍ୟର ମୁକୁଟ ପିନ୍ଧିବେ ରାମଲାଲ। ଗୁଜରାଟର ଏହି ବ୍ୟବସାୟୀ ଦେଲେ ଦାନ। ଯୁଦ୍ଧରେ ରାମଲାଲ ନିଜ ଜନ୍ମସ୍ଥାନ ଦେଇ ନବନିର୍ମିତ ମନ୍ଦିରରେ ବିରାଜମାନ କରିସାରିଛନ୍ତି। ରାମଲାଲଙ୍କ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତ ଅଯୋଧ୍ୟାରେ ଏକାଠି ହେଉଛନ୍ତି। ସୁନା ହୀରାରେ ସଜ୍ଜିତ ରାମଲାଲଙ୍କ ଐଶ୍ୱର୍ଯ୍ୟ ରୂପ ଦେଖିବାରେ କଦାପି ଠକି ଯାଆନ୍ତି ନାହିଁ। ଗୁଜରାଟର ଜଣେ ହୀରା ବ୍ୟବସାୟୀ ପ୍ରଭୁ ରାମଙ୍କୁ ସୁନା ଏବଂ ହୀରାରେ ସଜାଇଥିବା ମୁକୁଟ ଉପହାର ଦେଇଛନ୍ତି, ଯାହାର ମୂଲ୍ୟ 11 କୋଟି ଟଙ୍କା ବୋଲି କୁହାଯାଉଛି। ସୁରଟରେ ଥିବା ଗ୍ରୀନ ଲ୍ୟାବ ଡାଇମଣ୍ଡ କମ୍ପାନୀର ମାଲିକ ମୁକେଶ ପଟେଲଙ୍କ ଦ୍ୱାରା ଦାନ କରାଯାଇଥିବା ଏହି ମୁକୁଟର ଓଜନ ପ୍ରାୟ 6 କିଲୋଗ୍ରାମ ଏବଂ 24 କ୍ୟାରେଟ ସୁନାରେ ନିର୍ମିତ ହୋଇଛି ଏବଂ ମୂଲ୍ୟବାନ ହୀରା ଓ ରତ୍ନରେ ସଜାଯାଇଛି। ମୁକେଶ ପଟେଲଙ୍କ ନିଜେ ପରିବାର ସହିତ ଅଯୋଧ୍ୟାରେ ପହଞ୍ଚି ମନ୍ଦିର ଟ୍ରଷ୍ଟର ଭେଟ କରିଥିଲେ। ସେ ଟ୍ରଷ୍ଟ ଚେୟାରମ୍ୟାନ ଚମ୍ପତ ରାୟଙ୍କୁ ଦେଇଥିଲେ। ଏହି ସମୟରେ ମନ୍ଦିରର ମୁଖ୍ୟ ପୁରୋହିତ ମଧ୍ୟ ଉପସ୍ଥିତ ଥିଲେ। ଗୁଜରାଟର ଆଉ ଜଣେ ହୀରା ବ୍ୟବସାୟୀ ଦିଲ୍ଲୀପ କୁମାର ବି ଲାକ୍ଷୀରାମ ମନ୍ଦିରକୁ 101 କୋଟି ସୁନା ମୂଲ୍ୟ ଦାନ କରୁଛନ୍ତି। ସେ ଦାନ କରିଥିବା ସୁନାର ରାମ ମନ୍ଦିରରେ 14ଟି ସୁନା ଦ୍ୱାର ସଜାଯାଇଛି। ଏହା ବ୍ୟତୀତ ଗର୍ଭଗୃହରେ ତ୍ରିଶୂଳ, ଡମରୁ ଓ ସ୍ତମ୍ଭ ଗୁଡ଼ିକ ସୁନା ସଜାଯାଇଛି। କୁହାଯାଇଛି ଯେ ଦିଲ୍ଲୀପ କୁମାର ଦେଇଥିବା ସୁନା ହେଉଛି ରାମ ମନ୍ଦିର ପାଇଁ ସବୁଠୁ ବଡ଼ ବ୍ୟକ୍ତିଗତ ଦାନ। ଆଗକୁ ଏଇଭଳି ନୂଆ ନୂଆ ଭିଡିଓ ଗୁଡ଼ିକ ଦେଖିବା ପାଇଁ ଚାହୁଁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ଘଣ୍ଟି ନଗଦ ଦେବେ। ଅଲ୍ ନୋଟିଫିକେସନ କ୍ଲିକ୍ କରନ୍ତୁ।